फेविक्विक एमती गोटे जिनस जोटा कि समस्तଙ୍କର କିଛି ନା କିଛି ଟାଇମ୍ରେ ଦରକାର ପଡ଼ିଥାଏ। ଆଉ ଆମକୁ ପାଉଚ୍ଟା କିଣିବା ପାଇଁ ମାତ୍ର 5 ଟଙ୍କା ଲାଗିଥାଏ, କିନ୍ତୁ ବହୁତ ହି କମ୍ ଆସିଥାଏ, ଆଉ ଯେଉଁଟାକି ବେଳେବେଳେ ଆମର ପାଇନଥାଏ ଠିକ୍ସେ। ତ ସେଇ ଫେଭିକ୍विକ୍ଠୁ ଆହୁରି ମାନେ ଯେମିତି ବହୁତ ଜୋରରେ ଚିପକିକି ରହିବ, ଜମା ବି ଛାଡ଼ିବନି। ତ ସେମିତି ଅଠା ଗୋଟେ ଆଜି ଘରେ ମୁଁ ବନେଇକି ଦେଖିବି, ତା ବି ବିନା ପଇସା ଖର୍ଚ୍ଚରେ। ତ ଭିଡ଼ିଓଟି ଫାଷ୍ଟ ଯାଏଁ ଦେଖିଲା ପରେ ଆପଣମାନେ ଯାଇକି ଜାଣିପାରିବେ। ତ ନମସ୍କାର, ଜୟ ଜଗନ୍ନାଥ। ଆଜି ଗୋଟେ ସୁନ୍ଦର ସାଟିସ୍ ଭିଡ଼ିଓକୁ ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଆଉ ଖୁସିରେ ଥିବେ। ତ ଯଦି ମୋ ଚ୍ୟାନେଲ ଆପଣମାନେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିନିଅନ୍ତୁ, ପାଖରେ ଥିବା ବେଲ୍ ବଟନକୁ କ୍ଲିକ୍ କରିନିଅନ୍ତୁ, ଯାହାଫଳରେ ମୋ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ଆଉ ଆପଣମାନେ ଏମିତି ସୁନ୍ଦର ସୁନ୍ଦର ଆଉ ୟୁନିକ୍ ଭିଡ଼ିଓ ଦେଖିବା ପାଇଁ ପାଇପାରିବେ। ତ ଭିଡ଼ିଓଟି କେଉଁଠୁ ୱାଚ୍ କରୁଛନ୍ତି ମୋତେ ସେଇଟା ବି ଲେଖିକି ଜଣାଇ ଦିଅନ୍ତୁ, ଯାହାଫଳରେ ମୁଁ ଜାଣିପାରିବି ଯେ ଆକ୍ଚୁଆଲି ମୋ ଭିଡ଼ିଓଟା ଦୁନିଆର କେଉଁ କୋଣ ଅନୁକୋଣରେ ପହଞ୍ଚି ପାରିଛି। ତ ବହୁତ ଲୋକ ତ ମୋତେ ବିଭିନ୍ନ ପ୍ରକାର ଜାଗାରୁ କମେଣ୍ଟ ଦେଉଛନ୍ତି, ଏମିତିକି ଇଣ୍ଡିଆ ବାହାରୁ ବି ଦେଉଛନ୍ତି। ତ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ମୋ ଭିଡ଼ିଓରେ ଏତେ ସାରା ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଉଥିବାରୁ। ତ ଚାଲନ୍ତୁ, ଫେଭିକ୍ୱିକ୍ ତ ଏମିତି ଆପଣମାନଙ୍କ ହାତରେ ବି ବହୁତ ଟାଇମ୍ରେ ଚିପକିକି ରହିଯାଇଥାଏ। ତ ଚାଲନ୍ତୁ ଯିବା କେମିତି କ'ଣ ବନେଇବା। ମୁଁ ଆଜି ଆପଣମାନଙ୍କୁ କହୁଛି ଯେଉଁଟା ଗୋଟେ ୱେଷ୍ଟ ଜିନିଷରୁ ବନିବ। ଆଉ ଫେଭିକ୍ୱିକ୍ଠୁ ବି ଆହୁରି ଅଧିକ ଅଠା ରହିବ, ଆପଣମାନେ ନିଜେ ଦେଖିଲା ପରେ ଫିଲ୍ କରିପାରିବେ। ଆଉ ମୁଁ ଜାଣିଛି ବହୁତ ଲୋକ ଆକୁ ବନେଇକି ବି ମୋତେ କମେଣ୍ଟ ସେକ୍ସନରେ ଲେଖିକିନା ଜଣାଇବେ ଯେ ସେମାନଙ୍କର କାମ ଦେଲା ବୋଲି। ତ ଚାଲନ୍ତୁ, ତ ଏଠି ଗୋଟେ ମୁଁ ସୋଲୋ ନେଇଛି। ତ ସୋଲୋ ତ ନର୍ମାଲି ଆପଣମାନଙ୍କର ଟିଭି ହେଉ, ଫ୍ରିଜ୍ ହେଉ, ଏସବୁ ଜିନିଷ ଆସିଲା ପରେ ଆସିଯାଇଥାଏ, ଆଉ ଆମେ ତାକୁ ବାହାରେ ଏମିତି ଫୋପାଡ଼ି ଦେଇଥାଉ। ସରିଲା ପରେ କାମ ତାର କିଛି ନଥାଏ, କାରଣ ଛୋଟ ପିଲାମାନେ ଘର ବହୁତ ହି ଅସନା କରିଦେଇଥାନ୍ତି ଏଇସବୁ ଜିନିଷକୁ ଏମିତି ଉଡ଼େଇ ଉଡ଼େଇ। ତ ସେଥିପାଇଁ ଆପଣମାନେ କ'ଣ କରିବେ ନା, ସୋଲୋଟାକୁ ଏମିତି କଟିଂ କରିନେବେ। ଆଉ କଟିଂ କରିକିନା ଏମିତି ଗୋଟେ ବାଉଲରେ କି ଯେଉଁଥିରେ ବି ରଖିବେ, କେବଳ ଏଟା ଆପଣମାନେ ୱାନ୍ସ ଟାଇମ୍ ୟୁଜ୍ କରିବେ। ତାପରେ ଆପଣମାନେ ଏଟାକୁ ଅଲଗା କିଛି କାମ ଲଗାଇ ପାରିବେନି, କେବଳ ଏଇ କାମ ପାଇଁ ରଖିଲେ ଚଳିବ, ବାହାର କାମ ପାଇଁ କିନ୍ତୁ ଘରର କୌଣସି କାମରେ ଆପଣମାନେ ତାକୁ ବ୍ୟବହାର କରିପାରିବେନି। ତ ଦେଖନ୍ତୁ ଏଠି ମୁଁ ଗୋଟେ ଜିନିଷ ନେଇ ଯେଉଁଟାକି ହେଉଛି ପେଟ୍ରୋଲ। ତ ପେଟ୍ରୋଲ ଏଠି ଜମା ଅଧ ଠିପି ଖଣ୍ଡେ, ମାନେ ଏହାର ଯେଉଁ ଠିପି ଅଛି ସେଥିରେ 2 କି 3 ml ଖଣ୍ଡେ ଜମା ଲାଗିବ। ତ ଏଇଥିରେ ପକାଇ ସାରିଲା ପରେ ଆପଣମାନେ ଦେଖନ୍ତୁ ଏଟା କେମିତି ମେଲ୍ଟ ହେଇଯାଉଛି, ଆପଣମାନେ ବିଲିଭ୍ ବି କରିପାରିବେନି। ତ ଦେଖନ୍ତୁ ମୁଁ ଏବେ ମାନେ ଅଧ ଠିପି ଖଣ୍ଡେ, ମାନେ 2-3 ml ଖଣ୍ଡେ ପକାଇ ନେଇଛି, ବେଶୀ ପକାଇବେନି। ତ ଦେଖନ୍ତୁ କେତେ ସାରା ସୋଲୋ ଥିଲା, ସବୁତକ ମେଲ୍ଟ ହେଇଯାଇଛି। ଆହୁରି ବି ଏଥିରେ ସୋଲୋ ଯିବ, କାହିଁକିନା ଦେଖନ୍ତୁ ମାନେ ପେଟ୍ରୋଲ ସେପାରେଟ୍ ହେଇଯାଇଛି, ଆଉ ଆପଣମାନେ ଯେଉଁ ସୋଲୋଟା ମୁଁ ପକାଇଥିଲି ଏବେ, ତ ସେଟା ବି ସେପାରେଟ୍ ହେଇଯାଇଛି। ତ ଯେମିତି ଦୁଇଟାକ ପୁରା ଠିକ୍ସେ ମିକ୍ସ ନହେଲା ପର୍ଯ୍ୟନ୍ତ ଆମକୁ ସୋଲୋ ପକାଇବାକୁ ପଡ଼ିବ। ତ ଦେଖନ୍ତୁ କେମିତି ମିକ୍ସ ହେଇଯାଉଛି, ମାନେ ମେଲ୍ଟ ହେଇଯାଉଛି। ମୁଁ ବି ଯେତେବେଳେ ଦେଖିଥିଲି ଶୁଣିଥିଲି ମୁଁ ଭାବିଥିଲି ଏଟା ବି କାମ ଦେବନି ବୋଲି, କିନ୍ତୁ ମୁଁ ଯେତେବେଳେ ନିଜେ ଟ୍ରାଏ କଲି ବହୁତ ବଢ଼ିଆ ଅଠା ହେଲା, ପୁରା ଜୋରସେ ଫେଭିକ୍ୱିକ୍ ଭଳିଆ ଚିପକିକିନା ରହିଗଲା। ଆପଣମାନଙ୍କୁ ଆଉ ଫେଭିକ୍ୱିକ୍ ଆଣିବା ପାଇଁ ପଡ଼ିବନି, କାହିଁକିନା ପେଟ୍ରୋଲ ଆପଣମାନେ କୌଣସି ବି ପେଟ୍ରୋଲ ପମ୍ପ ହେଉ କି କେଉଁଥିରେ ବି ଯଦି ବି କିଛି ଗୋଟେ ଡବାରେ ଲାଗିଛି, ତ ସେଇ ଟାଇପ୍ରେ ଆପଣମାନେ ସେଥିରୁ ରଖିପାରିବେ। ଅଳ୍ପ ଟିକେ ଯେହେତୁ 2-3 ml ଆମର ଦରକାର। ତ ଦେଖନ୍ତୁ ମୁଁ ଏବେ ଭଲସେ ପୁରା ମିକ୍ସ କରିନେଲି, କାହିଁକିନା ଆପଣମାନଙ୍କୁ ଏମିତି ପୁରା ହାତ ଚଲେଇବାର ଅଛି, ତାର କନସିଷ୍ଟେନ୍ସି ଆସିଲା ଯାଏ। ତ ଏଇ ଟାଇପ୍ର ଏଟା ହେଇଯିବ। ଫେଭିକ୍ୱିକ୍ଟା ଟିକେ ପାଣିଆ ଥାଏ, କିନ୍ତୁ ଏଟା ଟିକେ ହାଲକା ବହଳିଆ ହେବ। କିନ୍ତୁ ଫେଭିକ୍ୱିକ୍ଠୁ ମୁଁ ଗ୍ୟାରେଣ୍ଟି ଦେଉଛି, 101% ଗ୍ୟାରେଣ୍ଟି ଦେଉଛି ଆପଣମାନଙ୍କୁ, ଏଟା ଫେଭିକ୍ୱିକ୍ଠୁ ଭଲ ପୁରା ଚିପକିବ, ଜମା ବି ଆଉ ଛାଡ଼ିବନି। ଆପଣମାନେ ଯଦି ଜଲ୍ଦିରେ ଅଛନ୍ତି ତାହେଲେ ଏମିତି ନିହାତି କରିନିଅନ୍ତୁ, କାହିଁକିନା ଏସବୁ ଜିନିଷ ଆମର ୱେଷ୍ଟରେ ଯାଇଥାଏ। ତ ଦେଖନ୍ତୁ ଗୋଟେ ଚପଲଟେ ମୋର ଏଟା ଛାଡ଼ି ଯାଇଛି, ଯେଉଁଟାକି ମୁଁ ପିନ୍ଧି ପାରୁନଥିଲି। ତ ସେଥିପାଇଁ ମୁଁ ଏଟା ଅଠାଟା ଆପଣମାନେ ଜମା ବି ଭୁଲରେ ହାତରେ ଲଗାନ୍ତୁନି, କାହିଁକିନା ଏଟା ହାତରେ ବି ଚିପକିଯିବ। ଯେମିତି ଫେଭିକ୍ୱିକ୍ ଟିକେ ଛାଡ଼ିବା ପାଇଁ ପ୍ରୋବ୍ଲେମ୍ ହୁଏ, ଏଟା ବି ଛାଡ଼ିବା ପାଇଁ ପ୍ରୋବ୍ଲେମ୍ ହେବ। ତ ଆପଣମାନେ ଯଦି ଜାଣିବାକୁ ଚାହୁଁଛନ୍ତି କି ଫେଭିକ୍ୱିକ୍ଟା ହାତରୁ କେମିତି ଛାଡ଼ିବ ବୋଲି, ମୋତେ କମେଣ୍ଟ ସେକ୍ସନରେ ଲେଖିକି ଜଣାନ୍ତୁ, ମୁଁ ତାର ଆନ୍ସର ନିହାତି ଭାବରେ ଦେବି। ତ ଦେଖନ୍ତୁ ଏମିତି ଆପଣମାନେ ଅଠାଟାକୁ ଲଗାଇ ନେବେ। ଲଗାଇ ସାରିଲା ପରେ ଚପଲଟା ଯେମିତି ଚିପକାଇବା କଥା ସେମିତି ଚିପକାଇ ନେବେ। ଆଉ ଏଟା ମୁଁ 5ରୁ 6 ଘଣ୍ଟା ଏମିତି ରଖିନେବେ, ଟିକେ ଓଜନିଆ ଜିନିଷ ହେଉ କି ଗୋଟେ କ୍ଲଥ୍ କ୍ଲିପ୍ ହେଉ ଲଗାଇକିନା, କାହିଁକିନା ଯେମିତି ଏଟା ମାନେ ଜାବି ହେଇକିନା ରହିବ, ଯାହାଫଳରେ ଅଠାଟା ପରସ୍ପରଠି ଚିପକି ଯିବ। ତ ଦେଖନ୍ତୁ ଏଇ ଟାଇପ୍ର ଗୋଟେ ମୁଁ କ୍ଲିପ୍ ଲଗାଇ ନେଲି ଏବେ। ଆଉ ଏଟା ଆପଣମାନେ ଦେଖିବେ 4ରୁ 5 ଘଣ୍ଟା ରଖି ସାରିଲା ପରେ କେତେ ଆରାମସେ ଲାଗିଯିବ। ଆଉ ଆପଣମାନଙ୍କୁ ଏଟା ପିନ୍ଧିକିନା ବି ଦେଖେଇବି, ଆଉ ଭିଡ଼ିକିନା ବି ଦେଖେଇବି ଯେ ଆକ୍ଚୁଆଲି ଏଟା ବାହାରି ଆସୁଛି ନା ନାହିଁ। ତ ଦେଖନ୍ତୁ ଏମିତି ପୁରା ଲଗାଇକି ଏଟା ମୁଁ ରଖିଦେଉଛି। ତ ରଖିଦେଇ ସାରିଲା ପରେ ଏବେ ଆପଣମାନଙ୍କୁ ଖୋଲିକି ମୁଁ ଦେଖାଉଛି 2-4 ଘଣ୍ଟା, ଯେହେତୁ ମୁଁ 5 ଘଣ୍ଟା ଖଣ୍ଡେ ରଖିଦେଇଥିଲି। ଆପଣମାନେ ଯଦି ଚାହିଁବେ ଗୋଟେ ରାତି ପୁରା ଛାଡ଼ିଦେବେ, ତାହେଲେ ଏଟା ବହୁତ ବଢ଼ିଆ ସେ ପୁରା ଲାଗିଯିବ। ତ ଦେଖନ୍ତୁ ମୁଁ କେତେ ଜୋରରେ ଭିଡ଼ୁଛି, ଆପଣମାନେ ପ୍ରେସରରୁ ଜାଣିପାରୁଥିବେ। ତ ଯଦି ଆପଣମାନେ ଭାବୁଛନ୍ତି ଏଟା ମୁଁ ମାନେ ଭୁଲରେ ଦେଖାଉଛି କି ଏଟା ଠିକ୍ ନାହିଁ, ତାହେଲେ ନିଜେ ଥରେ କରିକି ଦେଖନ୍ତୁ, ତାପରେ ମୋତେ କମେଣ୍ଟ ସେକ୍ସନରେ କ'ଣ ଲେଖିକି ଜଣାନ୍ତୁ ଯେ ଆକ୍ଚୁଆଲି ଆପଣମାନଙ୍କର ମୁଁ ଯେଉଁଟା ଟିପ୍ସଟା କହିଲି ସେଟା କାମ ଦେଲା କି ନାହିଁ। ତ ଦେଖନ୍ତୁ ଏଟା ମାନେ ବହୁତ ଜୋରରେ ଭିଡ଼ୁଛି। ଆପଣମାନେ ମୋ ଡାହାଣ ହାତ ପ୍ରେସରକୁ ଦେଖନ୍ତୁ। ତ ମୁଁ ପିନ୍ଧିଲା ପରେ ବି ଜଣାପଡ଼ୁଛି ଆକ୍ଚୁଆଲି ଏଟା ପିନ୍ଧିଲା ପରେ ବି ବାହାରୁଛି ନା ନାହିଁ, କାହିଁକିନା ଏମିତି ଆପଣମାନେ ଭାବୁଥିବେ ମୁଁ ହାଲକାରେ ଖୋଲୁଛି, ମାନେ ଭିଡ଼ୁଛି। ତ ଦେଖନ୍ତୁ ପାଦରେ ପିନ୍ଧିଲା ପରେ ବି ଏଟା ଜମା ବି ମାନେ ଛାଡ଼ିକି ଯାଉନି। ଆମ ଚପଲଟା ବହୁତ ହି ବଢ଼ିଆ ପୁରା ଆଗ ଭଳି ସୁନ୍ଦର ହେଇଗଲା। ଯାହା ହଉ ମୁଁ ଗୋଟେ ଟିପ୍ସ ଦ୍ୱାରା ମୋ ଚପଲଟାକୁ ପୁଣି ଫେରି ପାଇଲି। ମୋତେ ଆଉ ବାହାରକୁ ନେବାକୁ ପଡ଼ିଲାନି କି ପଇସା ଖର୍ଚ୍ଚ କରିବାକୁ ପଡ଼ିଲାନି, ବିନା ପଇସା ଖର୍ଚ୍ଚରେ ମୋର କାମ ହେଇଗଲା। ତ ଆଶା କରୁଛି ଆଜିର ଏଇ ଭିଡ଼ିଓ ଟିପ୍ସଟା ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥିବ ବୋଲି। ଯଦି ମୋର ଟିପ୍ସଟା ଭଲ ଲାଗିଛି, ମୋ ଚ୍ୟାନେଲକୁ ନିହାତି ଭାବରେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମା ବି ଭୁଲିବେନି। ଆଉ ଗୋଟେ ନୂଆ ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ଦେଖା ହେଉଛି। ଭିଡ଼ିଓ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।